শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ ভাগবত দশম স্কন্ধ দ্বারকা লীলা 59তম ଅଧ୍ୟାୟ। ପ୍ରଦ୍ୟୁମ୍ନ ଉନ୍ମାଦି ବୃତ୍ତାନ୍ତ 59ରେ ପ୍ରକାଶିତ। ଶ୍ରୀ ଶୁକ ଉବାଚ। କହନ୍ତି ବ୍ୟାସଙ୍କର ଶିଷ୍ୟ କନ୍ଦର୍ପ ବାସୁଦେବଂଶ। ପୂର୍ବେ ଦେବଙ୍କ କାର୍ଯ୍ୟ ଗଲା, ଈଶ୍ୱର ତପ ଭଗ୍ନ କଲା। ଘୋର ସମାଧି ଭଗ୍ନ କାଳେ, କଠୋର ନୟନ ନଳେ। ଶରୀର କଲା ଭସ୍ମ ଯୋଗ, ତେଣୁ ସେ ବୋଲାଇ ଅନଙ୍ଗ। କୃଷ୍ଣର ବୀର୍ଯ୍ୟ ଜାତ ହୋଇ, ପୁଣ ପାଇଲା ନିଜ ଦେହି। ତାହାର ପତ୍ନୀ ନାମ ରତି, ମାୟା ସଂଯୋଗେ ମାୟାବତୀ। କାମଦେବର ଭସ୍ମ କାଳେ, ସମ୍ବର ନେଲା ତାକୁ ବଳେ। ଅସୁର ଘରେ କାମ ସତୀ, ମାୟା ମୋହନେ ମାୟାବତୀ। ନିତ୍ୟ କନ୍ୟାଏ ଜାତ କରେ, ସମ୍ବର ତାକୁ ଭୋଗ କରେ। ଦିନ ହରଇ ତାର ଘରେ, ଏକଥା ଜାଣନ୍ତି ସଂସାରେ। ଏମନ୍ତେ ଶୁଣ ନରନାଥ, ସମ୍ବରପୁରେ ବ୍ରହ୍ମାସୂତ। ରାତ୍ରି ମିଳିଲେ ତାର ପାଶେ, କହନ୍ତି ସୁହୃଦ ବିଶ୍ୱାସେ। ବୋଲନ୍ତି ଅସୁରକୁ ଚାହିଁ, ନିଶ୍ଚିନ୍ତ ହେଉ କାହିଁ ପାଇଁ। କନ୍ଦର୍ପ ତୋହର ବୈରୀ, ଆଜ ଜନ୍ମିଲା ଯଦୁପୁରୀ। ତୁ ଯାଇ ବେଗେ କର ନାଶ, ସେ ତୋର ମରଣେ ବିଶ୍ୱାସ। ନିଶ୍ଚେ ମରିବୁ ତାର ହସ୍ତେ, କହି ଚଳିଲେ ଶୂନ୍ୟ ପଥେ। ନାରଦ ବଚନେ ଅସୁର, ମିଳିଲା ଦ୍ୱାରକା ନଗର। କୃଷ୍ଣର ଅନ୍ତପୁରେ ଯାଇ, ଯହିଁ ରୁକ୍ମିଣୀ ଛନ୍ତି ଶୋଇ। ପଶିଲା ମାୟା ରୂପ ଧରି, ସୁତିକା ଘରୁ ପୁତ୍ର ହରି। ଗଗନ ମାର୍ଗେ ଘେନି ଯାନ୍ତେ, ମନେ ଭାଳଇ ଶୂନ୍ୟ ପଥେ। ଏ ଯେବେ ମୋହର ବୈରୀ, ମୁଁ କିମ୍ପା ୟାକୁ କୋଳେ ଧରି। ଏମନ୍ତ ମନେ ବିଚାରିଲା, ସମୁଦ୍ର ଜଳେ ପକାଇଲା। ଆହାର ବୋଲି ଭାବି ମନେ, ରାଘବ ଗିଳିଲା ତକ୍ଷଣେ। କୃଷ୍ଣର ବଳ ବୀର୍ଯ୍ୟ ଯୋଗେ, ଭସ୍ମ ନୋହିଲା ମୀନ ଗର୍ଭେ। ସେ ମୀନ କର୍ମର ବଳେ, ପଡ଼ିଲା କୈବର୍ତ୍ତ ଜାଲେ। ଧୀବର ଗଣେ ତାହା ପାଇ, ସମ୍ବରପୁରେ ଦେଲେ ନେଇ। ସମ୍ବର ମୀନ ଦେଖି ହସି, ସେବକେ ବୋଲଇ ବିଶ୍ୱାସୀ। ରତିର ପାଶେ ନେଇ ଦିଅ, ରନ୍ଧନ କର ବୋଲି କୁହ। ତକ୍ଷଣେ ମୀନ ଘେନି କରେ, ସେବକ ମିଳିଲେ ଭିତରେ। ମୀନ କାଟନ୍ତେ ସୁପକାରେ, ବାଳକେ ଦେଖିଲେ ଉଦରେ। ତକ୍ଷଣେ ପୁତ୍ର କୋଳେ ନେଇ, ସମ୍ବର ଆଗରେ ଦେଖାଇ। ଦେଖି ସାନନ୍ଦ ମହାସୁର, ବୋଲଇ ଶୁଣ ସୁପକାର। ଦଇବେ ପୁତ୍ର ମୋର ନାହିଁ, ରତି ସମୀପେ ଦିଅ ନେଇ। ଏ ମୋର ହୋଇବ କୁମର, ତକ୍ଷଣେ ଗଲେ ସୁପକାର। ରତିର କୋଳେ ନେଇ ଦେଲେ, ଭୋମାତା ସମ୍ଭାଳ ବୋଇଲେ।
ଦେଖି ସାନନ୍ଦ ମାୟାବତୀ ପୁତ୍ର ପାଳନେ ଦେଲା ମତି। ଦିନକୁ ଦିନ କୃଷ୍ଣ ବୀର୍ଯ୍ୟ ବଢ଼ଇ ଅପ୍ରମିତ ତେଜ। ଏମନ୍ତେ ଗଲା କେତେ ଦିନ ମିଳିଲେ ବ୍ରହ୍ମାଙ୍କ ନନ୍ଦନ। ଅସୁର ଅନ୍ତପୁରେ ପଶି ରତିକି କହିଲେ ବିଶ୍ୱାସୀ। ଆଦି କାରଣ କଥା କହି ବୋଇଲେ ତୋର ସ୍ୱାମୀ ଏହି। ଅନଙ୍ଗ କୃଷ୍ଣ ବୀର୍ଯ୍ୟ ଜାତ ସୁତିକା ଘରୁ ଏ ଦଇତ। ହରି ଆଣନ୍ତେ ବାହୁବଳେ ରଥୁ ପିଙ୍ଗିଲା ସିନ୍ଧୁ ଜଳେ। ଆହାର ପ୍ରାୟ ମଣିମୀନ ଗିଳିଲା କୃଷ୍ଣର ନନ୍ଦନ। ସେ ମୀନ ବନ୍ଦୀ ମହାଜାଲେ ଦଇବ ଦେଲା ତୋତେ ଭଲେ। ଏହାକୁ ପାଳ ଚିତ ଦେଇ ସମ୍ବର ସଂହାରିବ ଏହି। ବିମାନେ ତୋତେ କୋଳ କରି ପଶିବ ଦ୍ୱାରକା ନଗରୀ। ଲଭିଲୁ ତୋର ନିଜ କାନ୍ତ କହି ଚଳିଲେ ବ୍ରହ୍ମାସୁତ। ସେ କାମ ନାରୀ ମାୟାବତୀ ସ୍ୱାମୀ ସଙ୍ଗମ ମନେ ଚିନ୍ତି। ଅସୁର ବୋଲେ ପାକଶାଳେ ବସଇ ସୁପକାର ମେଳେ। ରନ୍ଧନ କରି ଷଡ଼ରସ ଅସୁର ମନ କରେ ତୋଷ। ଏମନ୍ତେ ଶୁଣ ନରନାଥ ଦିନକୁ ଦିନ କୃଷ୍ଣ ସୁତ। ଶୁକ୍ଳ ପକ୍ଷେ ଚନ୍ଦ୍ର ଜେନେ ତେଜେ ବଢ଼ଇ ଦିନେ ଦିନେ। ନିଜ ସ୍ୱାମୀଙ୍କି ଶିଶୁ ଦେଖି ସ୍ନେହେ ପାଳଇ ଶଶିମୁଖୀ। ଅଳପ ଦିନେ ଯୁବା ଦେହ ଦେଖି କାମିନୀ ଗଣେ ମୋହ। ଭସ୍ମ ଅଙ୍କୁର ସେ ମଦନ ବିଶେଷ କୃଷ୍ଣର ନନ୍ଦନ। ଲୋଚନେ ଦିଶେ ପଦ୍ମ ତେଜ ଲମ୍ବ ସୁନ୍ଦର ବେନି ଭୁଜ। ଅତି ସୁନ୍ଦର ରୂପ ଦେଖି ଅଳପ ହସେ ଶଶିମୁଖୀ। କଟାକ୍ଷ ନୟନେ ଅନାଇ ଭାବେ କାମିନୀ ପ୍ରାୟ ହୋଇ। ମିଳିଲା କୃଷ୍ଣ ସୁତ ପାଶେ ସକାମେ ରତି ରଙ୍ଗ ଆସେ। ଦେଖି ତାହାର ବିପରୀତ ଭয়ে ବୋଲଇ କୃଷ୍ଣ ସୁତ। ସମ୍ଭ୍ରମେ ତାର ମୁଖ ଚାହିଁ ବୋଲଇ ଶିରେ କର ଦେଇ। ତୁଜେ ମୋହର ନିଜ ମାଥ ଏବେ ଦେଖିଲି ବିପରୀତ। ମାତାର ସ୍ନେହ ଦୂର କରି କାମିନୀ ଭାବକୁ ଆଚରି। ଶୁଣି ବୋଲଇ ମାୟାବତୀ ତୁ ନାଥ ମୋର ନିଜ ପତି। ରୁଦ୍ର ନୟନେ ଭସ୍ମ ହୋଇ ଅନଙ୍ଗ ନାମ ତୁଜେ ବହି। କେତେ ହେଁ କାଳେ ନିଜ ତେଜେ ଜାତ ହୋଇଲୁ କୃଷ୍ଣ ବୀର୍ଯ୍ୟେ। ନାରଦ ମୁଖୁ ତୋର ବାଣୀ ନିଜ ମରଣ ତଥ୍ୟ ଶୁଣି। ମାୟା ଅସୁର ବେଗେ ଗଲା ଦ୍ୱାରକା ନଗରେ ମିଳିଲା। ସୁତିକା ଘରୁ ତୋତେ ଆଣି ଆତ୍ମାର ରିପୁ ପ୍ରାୟ ମଣି। ଲବଣ ଜଳେ ପକାଇଲା ତୋ ଦେହ ମୀନ ଗିଳିଥିଲା। ସେ ମୀନ ଅସୁର ନିକଟେ ଧୀବର ଆଣି ଦେଲା ଭେଟେ। ସୁଆର ଆଣି ପାକଶାଳେ ଶସ୍ତ୍ରେ ଛେଦିଲା ଯେତେବେଳେ। ମୀନ ଉଦରୁ ତୋତେ ପାଇ ପାଳଇ ସ୍ନେହ ଭରେ ମୁହିଁ। ନାରଦ କହି ଗଲେ ଏବେ
ତେଣୁ ଭଜଇ ପତି ଭାବେ ମୋହର ନିଜ ନାମରତି ମାୟା ବିଚାରେ ମାୟାବତୀ ମାୟାରେ ବଞ୍ଚାଇ ଅସୁର ବସଇ ଅସୁର ନଗର ଦୁର୍ଜୟ ରିପୁଏ ତୋହର ଏହାର ପ୍ରାଣ ବେଗେ ହର ଅନେକ ମାୟା ଶସ୍ତ୍ର ଜାଣେ ଦେବେ ଡରନ୍ତି ଆକୁରଣେ ମୋହର ମାୟା ଅଛି ଯେତେ ଅସୁର ନ ଜାଣଇ ତୋତେ ମାୟା ମୋହନ ଶସ୍ତ୍ର ଭେଦ ବେଗେ ହାର ଶିର ଛେଦ ବିମାନେ ବସିନାଥ ଏବେ ଚାଲ ଦ୍ୱାରକା ଯିବା ବେଗେ ତୋର ଜନନୀ ଚନ୍ଦ୍ରମୁଖୀ ରୁକ୍ମିଣୀ ଦେବୀ ବଡ଼ ଦୁଃଖୀ ଉଦରେ ବହି 10 ମାସ ପ୍ରସବୀ ହୋଇଲା ନିରାଶ କୁରରି ପ୍ରାୟ ପୁତ୍ର ଶୋକେ ଦିନ ବଞ୍ଚଇ ଅତି ଦୁଃଖେ ଆକୁଳ ପୁତ୍ର ଶୋକେ ଦେହି ମୃତ ବସିକା ପ୍ରାୟ ହୋଇ ଏମନ୍ତ କହି ତାର ପାଶେ ମୋହନ ବିଦ୍ୟା ଦେଲା ତ ସେ ସକଳ ମାୟା ଯେତେ ଜାଣି କହିଲା ସ୍ୱାମୀ ଭାବ ଘେନି କୃଷ୍ଣ ନନ୍ଦନ ଶୁଣି ତାହା ଅଭ୍ୟାସ କଲା ସର୍ବମାୟା ଏମନ୍ତେ ପାହିଲା ରଜନୀ କନ୍ଦର୍ପ କରେ ଗଦା ଘେନି ସମ୍ବର ସଭା ତଳେ ମିଳି ଯୁଦ୍ଧେ ଡାକଇ ମହାବଳୀ ଅନେକ ନିନ୍ଦା ବାକ୍ୟ ମତ କହନ୍ତେ କଳି ହେଲା ଜାତ ଅତି ନିନ୍ଦିତ କଥା ଶୁଣି ବେଗେ ଉଠିଲା ଶିର ଝୁଣି ସମ୍ବର କହେ ବଳ ଦର୍ପେ ପାଦ ପ୍ରହାରେ ଯେନେ ସର୍ପେ ବଜ୍ର ସମାନ ଗଦା କର ସମ୍ବର ହୋଇଲା ବାହାର ରୋଷେ ଲୋଚନ ତମ୍ବା ପ୍ରାୟେ ପିଟିଲା ପ୍ରଦ୍ୟୁମ୍ନର ଦେହେ କୋପେ ଛାଡ଼ିଲା ମହାରଡ଼ି ଯେସନେ ବଜ୍ର ଘଡ଼ ଘଡ଼ି କୃଷ୍ଣ ନନ୍ଦନ ଗଦା ବେଗେ କପେ ବୁଲାଇ 10 ଦିଗେ ସମ୍ବର ଗଦା କଲା ଚୂର କୋପେ ଡାକିଲା ମହାବୀର କନ୍ଦର୍ପ କରେ ଗଦା ଦେଖି ଅସୁର ସମର ଉପେକ୍ଷୀ ଗଗନ ମାର୍ଗେ ଆସେ କରି ଅନେକ ମାୟା ଶସ୍ତ୍ର ଧରି ସରବର ସାମହା ଘୋର କଲାକ ମାୟାବୀ ଅସୁର ବାଣ ବରସେ ପୀଡ଼ା ପାଇ କନ୍ଦର୍ପ ଚଉଦିଗେ ଚାହିଁ ନିଜ ମୋହିନୀ ମାୟା ସତ୍ୱ ସମ୍ବର ମାୟା କଲା ହତ ପୁଣି ଅସୁର ଶୂନ୍ୟ ଦେହା ପ୍ରକାଶ କଲା ନାନା ମାୟା ପିଶାଚ ଗନ୍ଧର୍ବ ଗୁହ୍ୟକ ରାକ୍ଷସ ଉରଗ ଶୋଷକ 7 ସହସ୍ର ପ୍ରମିତ ଯୁଦ୍ଧରେ ପ୍ରକାଶେ ଦଇତ ସକଳ ମାୟା କୃଷ୍ଣ ସୂତ ନିଜ ମାୟାରେ କଲା ହତ ନିଜ ଖଡ଼ଗ करे ଧରି ପ୍ରଦ୍ୟୁମ୍ନ ଗଗନେ ସଞ୍ଚରି ସମ୍ବର ଶିର ବାମ କରେ ଧରି କାଟିଲା କୋପ ଭରେ ମୁଣ୍ଡ ପଡ଼ିଲା ଭୂମି ତଳେ ସୁନ୍ଦର କିରୀଟ କୁଣ୍ଡଳେ ତମ୍ବାର ପ୍ରାୟ ଦାଢ଼ି ମୁଖେ ଦେଖନ୍ତି ସ୍ୱର୍ଗେ ଦେବଲୋକେ ଆନନ୍ଦେ କୁସୁମ ବରସି କାମ ବିଜୟ ପରଶଂସି ଅସୁର ମାରି କୃଷ୍ଣ ବଳା ସୁବର୍ଣ୍ଣ ରଥେ ବିଜେ କଲା କୋଳେ ବସାଇ ମାୟାବତୀ
ବେଗେ ଚଳିଲା ଦ୍ୱାରାବତୀ। ଗଗନ ମାର୍ଗେ କୃଷ୍ଣପୁରେ ବିମାନ ପଶିଲା ଭିତରେ। ବିଜୁଳି ସଙ୍ଗେ ମେଘ ଜେନେ ଦେଖି ଚକିତ ସର୍ବଜନେ। କୃଷ୍ଣ ଭୁବନେ ଯେତେ ନାରୀ ରୁକ୍ମିଣୀ ଦେବୀ ଆଦି କରି। ଅପୂର୍ବ କୃଷ୍ଣର ନନ୍ଦନ ଚାହାନ୍ତେ ନିଶ୍ଚଳ ନୟନ। ନୀଳ ଜିମୁତ ପ୍ରାୟ ଦେହି ପୀତ ବସନ ବିରାଜଇ। ପଦ୍ମଲୋଚନ ଦୀର୍ଘ ବାହୁ ବୋଲନ୍ତି ଅଇଲା ଏକାହୁଁ। ଅଳପ ହାସ୍ୟ ମୁଖେ ଶୋହେ ରୂପେ କାମିନୀ ମନ ମୋହେ। ନୀଳ କୁନ୍ତଳ ଭୃଙ୍ଗ ତେଜେ ସୁନ୍ଦର ମୁଖ ପଦ୍ମ ସାଜେ। କୃଷ୍ଣର ପ୍ରାୟେ ତାକୁ ମଣି ସମ୍ଭ୍ରମେ ଉଠିଲେ ତରୁଣୀ। ପୁଣି କ୍ଷଣକେ ସ୍ଥିରେ ଚାହିଁ ଜାଣିଲେ କୃଷ୍ଣ ଏ ନୁହଁଇ। ପୁଣ ମିଳିଲେ ତାର ପାଶେ ନିଶ୍ଚୟ ଜାଣିବାର ଆସେ। ଆନନ୍ଦେ ତାର ମୁଖ ଚାହିଁ ମଦନେ ମନ ନ ଚଳଇ। କାମିନୀ ରତ୍ନ ତାର କୋଳେ ଦେଖି କାମିନୀ ପାଶେ ଗଲେ। ରୁକ୍ମିଣୀ ସୁତକୁ ଅନାଇ ବିତର୍କ ମନେ ବିଚାରଇ। ପ୍ରସବ କାଳେ ମୋ କୁମର ସୁତିକା ଘରୁ ନେଲା ଚୋର। ପୁତ୍ର ସୁମରି ଶୋକ ମନେ କ୍ଷୀର ସ୍ରବଇବେ ନିସ୍ତନେ। କାହୁଁ ଅଇଲା ଏ କୁମର ମନୁଷ୍ୟ ରତ୍ନ କଳେବର। କୃଷ୍ଣର ଚିହ୍ନ ଏହା ଦେହେ ଦିଶଇ ଇନ୍ଦ୍ର ନୀଳ ପ୍ରାୟେ। କେଉଁ ଯୁବତୀ ଗର୍ଭେ ଥିଲା ଅପୂର୍ବ କାହୁଁ ଏ ଅଇଲା। ଯୁବତୀ ଅଛି ଏହା କୋଳେ ଲଭିଲା ପୂର୍ବ ତପ ଫଳେ। ମୋର ବାଳକ ନଷ୍ଟ ଗଲା ସୁତିକା ଘରୁ କେ ହରିଲା। ଜୀବନେ ଥିଲେ ଯହିଁ ତହିଁ ଏହାର ତୁଲ୍ୟ ରୂପ ହୋଇ। ଦେହେ ସକଳ ଚିହ୍ନ ବହି କୃଷ୍ଣର ପ୍ରାୟ ଏ ଦିଶଇ। ଆକୃତି ଅବୟବ ମାନେ ସୁନ୍ଦର ହାସ ବିଲୋକନେ। ସେ ପୁତ୍ର ଅବା ହୋଇ ଏବେ ଯାହା ଧଇଲି ମୁହିଁ ଗର୍ଭେ। ମୋ ଚିତ୍ତେ ସ୍ନେହ ଏହା ଚାହିଁ ବାମ ନୟନ ମୋ ସ୍ଫୁରଇ। ପୁଲକି କମ୍ପେ ବାମ ଭୁଜ ଏହାର ଦେହେ କୃଷ୍ଣ ତେଜ। ରୁକ୍ମିଣୀ ଏମନ୍ତ ବିଚାରି ବିଜୟ କଲେ ନରହରି। ଦେବକୀ ବସୁଦେବ ସଙ୍ଗେ କୃଷ୍ଣ ମିଳିଲେ ସୁତ ଆଗେ। ଗୋବିନ୍ଦ ତାହା ସର୍ବ ଜାଣି ବାଳକ ଦେଖି ହେଲେ ତୁନି। ଏମନ୍ତେ ଶୁଣ ନରନାଥ ବ୍ରହ୍ମାନନ୍ଦନ ଉପଗତ। ଦେଖିଣ ସଂଶୟ ବିଷାଦ ସକଳ କହିଲେ ନାରଦ। ଶୁଣି ନାରଦ ମୁଖୁ ବାଣୀ ଗୋବିନ୍ଦପୁରେ ଯେତେ ପ୍ରାଣୀ। ତରୁଣ ବାଳ ବୃଦ୍ଧ ସଙ୍ଗେ ଉତ୍ସବ କଲେ ନାନା ରଙ୍ଗେ। ଦେଖ ରୁକ୍ମିଣୀ ପୁଣ୍ୟ ରାଶି ଯମର ଘରୁ ପୁତ୍ର ଆସି। ମୋହିଲା ଦ୍ୱାରକା ଭୁବନ ବାଳ ତରୁଣ ବୃଦ୍ଧ ଜନ। କୋଳେ କାମିନୀ ସୁକୁମାରୀ ରୂପେ ଭୁବନେ ନାହିଁ ସରି। ଦେବକୀ ଦେବୀ ବସୁଦେବ ଥିଲେ ଯେ ଶ୍ରୀରାମ ମାଧବ। ଯଦୁ ନଗରେ ନାରୀ ଯେତେ ମିଳିଲେ ଦୁର୍ବାଙ୍କୁର ହସ୍ତେ। ଅକ୍ଷତ ଦେଇ ପୁତ୍ର ଶିରେ ମଙ୍ଗଳ କଲେ ଉଚ୍ଚ ସ୍ୱରେ।
ରୁକ୍ମିଣୀ ପୁତ୍ର ଧରି କୋଳେ ଚୁମ୍ବନ ଦେଲେ ସୁଖ ଭୋଳେ ସଙ୍ଗେ ସକଳ ପରିବାରୀ ଆନନ୍ଦେ କୋଳେ ବଧୂ ଧରି ଯଦୁ ନଗରେ ଯେତେ ଜନ ଶୁଣି ସାନନ୍ଦ କଲେ ମନ ରୁକ୍ମିଣୀ ଦେବୀ ଭାଗ୍ୟ ଦେଖ ମରଣୁ ଅଇଲା ବାଳକ ସୁକ କହନ୍ତି ଶୁଣ ନୃପ ମାତା ଦେଖିଣ ପୁତ୍ର ରୂପ କୃଷ୍ଣର ପ୍ରାୟ ମଣି ତାହା ସ୍ନେହେଣ ବଳିଲା ଉତ୍ସାହ ସ୍ୱଭାବେ କାମ କୃଷ୍ଣ ପ୍ରାୟ ସର୍ବଲକ୍ଷଣ ଅଛି ଦେହେ ଅନ୍ୟ ଭୁବନ ନାରୀ ଯେତେ ତାହାକୁ ଦେଖି ହୃଦଗତେ କାମେ ହୋଇଲେ ଉନ୍ମତା ଚିତ୍ର ନୁହଇ ଏହୁ କଥା ବୋଲଇ ବିପ୍ର ଜଗନ୍ନାଥ ରୁକ୍ମିଣୀ ତନୟ ପ୍ରାପତ ସୁଜନେ ଶୁଣ ଶ୍ରୁତି ପଥେ ମାୟାରୁ ତରିବ ଯେ ମନ୍ତେ।